ମୋର ସମସ୍ତ OSOU ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର ଅଧୀନରେ ଯେଉଁମାନେ 2025-26 ସେସନ୍ ପାଇଁ ନାମ ଲେଖାଇଛନ୍ତି ଏବଂ ଜୁଲାଇରେ ଏଡ଼ମିସନ୍ ହେଇଛନ୍ତି, ତ ସେମାନେ ଫାର୍ଷ୍ଟ ସେମିଷ୍ଟର ପରୀକ୍ଷା ଯେଉଁମାନେ ଓଡ଼ିଆରେ ଦେବା ପାଇଁ ଚାହୁଁଛନ୍ତି ବା ଓଡ଼ିଆରେ ଏଡ଼ମିସନ୍ ନେଇଥିଲେ ସେମାନଙ୍କର ଆସାଇନମେଣ୍ଟ ଆସିକି ପହଞ୍ଚିଯାଇଛି ଏବଂ ବହୁତ କମ୍ ସମୟ ଅଛି ଆସାଇନମେଣ୍ଟ ଲେଖିକି ଡିପୋଜିଟ୍ କରିବା ପାଇଁ। ତ ଆପଣମାନେ ସମସ୍ତେ ଜାଣି ନିଅନ୍ତୁ ଆପଣମାନଙ୍କର କ୍ୱେଶ୍ଚନ୍ କ'ଣ ରହିଛି ପ୍ରତ୍ୟେକ ସବଜେକ୍ଟ ୱାଇଜ୍। ଦେଖନ୍ତୁ ଫାର୍ଷ୍ଟ ଯେଉଁ ରହିଛି ସବଜେକ୍ଟ ଓଡ଼ିଶାର ସଂସ୍କୃତି। ଓଡ଼ିଶାର ସଂସ୍କୃତିରେ କ'ଣ ରହିଛି କ୍ୱେଶ୍ଚନ୍ ନା ପ୍ରଥମେ ରହିଛି ସଂସ୍କୃତିର ପ୍ରକାରଭେଦ ନିରୂପଣ କର। ଓଡ଼ିଶାର ଧର୍ମୀୟ ଇତିହାସ ସମ୍ପର୍କରେ ବ୍ୟାଖ୍ୟା କର। ତାପରେ ଓଡ଼ିଶାର ବୈଷ୍ଣବ ସଂସ୍କୃତିର ବିକାଶ ଦ୍ୱାରା ନିରୂପଣ କର। ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର 1000 ଶବ୍ଦ ଭିତରେ ଆପଣମାନେ ଲେଖିବେ। ସୁନ୍ଦର କରିକି ଲେଖିବେ, କାହିଁକିନା ଆପଣଙ୍କୁ 10ରୁ 10, 10ରୁ 9 ମଧ୍ୟ ମିଳିପାରିବ। ତ ସହିତ ଆମେ ଦେଖିବା କ'ଣ ରହିଛି POD 102। POD 102ର କ'ଣ ରହିଛି କ୍ୱେଶ୍ଚନ୍ ନା ସବଜେକ୍ଟ ରହିଛି ପାଶ୍ଚାତ୍ୟ କାବ୍ୟତତ୍ତ୍ୱ। ପାଶ୍ଚାତ୍ୟ କାବ୍ୟତତ୍ତ୍ୱରେ ଆପଣଙ୍କୁ 3ଟି କ୍ୱେଶ୍ଚନ୍ ଦିଆଯାଇଛି। 3ଟି କ୍ୱେଶ୍ଚନ୍ ଆପଣମାନେ ଗୋଟେ କରିବେ। ତ ପ୍ରଥମ କ୍ୱେଶ୍ଚନ୍ ରହିଛି କ'ଣ ନା ଭରତଙ୍କ ରସସୂତ୍ରର ସଂଯୋଗ ଓ ନିଷ୍ପତ୍ତି ଶବ୍ଦକୁ ଆଧାର କରି ଆଚାର୍ଯ୍ୟମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରସବାଦୀ ସିଦ୍ଧାନ୍ତଗୁଡ଼ିକ ସମ୍ପର୍କରେ ଏକ ପ୍ରବନ୍ଧ ପ୍ରସ୍ତୁତ କର। ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଧ୍ୱନିର ପ୍ରକାରଭେଦ ସମ୍ପର୍କରେ ଆଲୋଚନା କର। ମିଥ୍ର ସଂଜ୍ଞା ନିରୂପଣ ପୂର୍ବକ ସ୍ୱରୂପଗତ ବୈଶିଷ୍ଟ୍ୟ ଉପସ୍ଥାପନ କର। ଆପଣମାନେ 3ଟି ପ୍ରଶ୍ନରୁ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଲେଖିବେ 10 ମାର୍କ ପାଇବେ ଏବଂ ତାହା 1000 ଶବ୍ଦ ମଧ୍ୟରେ ହେଇଥିବା ଦରକାର। ତାପରେ ଦେଖିବା POD 103ର କ'ଣ ରହିଛି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଅନୁଶୀଳନ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଅନୁଶୀଳନ। ତାହେଲେ କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ କ'ଣ ରହିଛି ଦେଖନ୍ତୁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଭାଷା ବୈଚିତ୍ର୍ୟ ସମ୍ପର୍କରେ ଆଲୋଚନା କର। ଫ୍ରଏଡୀୟ ଚିନ୍ତାଧାରା ଓ ଦର୍ଶନ ବିଷୟରେ ଆଲୋକପାତ କର। ରହସ୍ୟବାଦର ସଂଜ୍ଞା ଓ ସ୍ୱରୂପ ସମ୍ପର୍କରେ ବିଶ୍ଳେଷଣ କର। ଏ 3ଟି ପ୍ରଶ୍ନ ରହିଛି। ଏ 3ଟି ପ୍ରଶ୍ନର ସଠିକ୍ ଉତ୍ତର ଆପଣମାନେ ପାଇପାରିବେ। ତ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ସେମାନଙ୍କ ପାଇଁ ମୁଁ ନିଶ୍ଚିତ ଭାବରେ ଆସାଇନମେଣ୍ଟ କ୍ୱେଶ୍ଚନ୍ର ଆନ୍ସର୍ ନେଇ ଆସିବି। ତ ଆପଣମାନେ ଆରାମସେ ଲେଖି ନେଇପାରିବେ। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ଦେଖ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଭାଷା ବୈଚିତ୍ର୍ୟ ସମ୍ପର୍କରେ ଆଲୋଚନା କର। ଫ୍ରଏଡୀୟ ଚିନ୍ତାଧାରା ଓ ଦର୍ଶନ ବିଷୟରେ ଆଲୋକପାତ କର କିମ୍ବା ରହସ୍ୟବାଦର ସଂଜ୍ଞା ଓ ସ୍ୱରୂପ ସମ୍ପର୍କରେ ବିଶ୍ଳେଷଣ କର। ନେକ୍ସଟ ଦେଖିବା POD 104ରେ କ'ଣ ରହିଛି ଆପଣମାନଙ୍କର ନା POD 104 ହେଉଛି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ଅନୁଶୀଳନ। ତ ଏଥିରେ ଆପଣମାନେ 3ଟା କ୍ୱେଶ୍ଚନ୍ ଦେଖିବେ। ପ୍ରଥମ କ୍ୱେଶ୍ଚନ୍ ହେଲା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ସାହିତ୍ୟର ବିକାଶ କ୍ରମ ସମ୍ପର୍କରେ ଲେଖ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ବୈଶିଷ୍ଟ୍ୟ ପ୍ରତିପାଦନ କର। 1980 ପରବର୍ତ୍ତୀ ଓଡ଼ିଆ ଗଳ୍ପ ଜଗତରେ ଆସିଥିବା ପରିବର୍ତ୍ତନକୁ ଉପସ୍ଥାପନ କର। ନେକ୍ସଟ ଦେଖିବା POD 105 ବା ଆସାଇନମେଣ୍ଟର ଲାଷ୍ଟ ସବଜେକ୍ଟର କ'ଣ ରହିଛି ନା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟର ଅନୁଶୀଳନ POD 105। ତାର କ୍ୱେଶ୍ଚନ୍ ଆପଣମାନଙ୍କର କ'ଣ ରହିଛି ନା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର ପୃଷ୍ଠ ପୀଠିକା ଓ ଓଡ଼ିଆ ନାଟ୍ୟ ଧାର ସମ୍ପର୍କରେ ଆଲୋଚନା କର। ଫାର୍ଷ୍ଟ କ୍ୱେଶ୍ଚନ୍। ସେକେଣ୍ଡ କ୍ୱେଶ୍ଚନ୍ ଦେଖନ୍ତୁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର ଆଙ୍ଗିକ ଉପାଦାନ ସମ୍ପର୍କରେ ବିଶ୍ଳେଷଣ କର। ମିଥ୍ର ସଂଜ୍ଞା ସ୍ୱରୂପ ତଥା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକରେ ମିଥ୍ର ପ୍ରୟୋଗ ଉଦାହରଣ ସହ ବର୍ଣ୍ଣନା କର। ଏହିଭଳି ଆପଣମାନଙ୍କର 3ଟି କ୍ୱେଶ୍ଚନ୍ ରହିଛି। ଆପଣମାନେ ଯେକୌଣସି এই ସବଜେକ୍ଟରୁ ଗୋଟେ କ୍ୱେଶ୍ଚନ୍ କରିବେ। ତ ଏଇଭଳି ଭାବରେ 5ଟା ସବଜେକ୍ଟରୁ ଆପଣମାନେ ଗୋଟେ ଗୋଟେ କରିକି 5ଟା କ୍ୱେଶ୍ଚନ୍ କରିବେ ଏବଂ ତା'ର ଗୋଟେ ହାର୍ଡ଼ କପି ଆପଣ ଅନଲାଇନ୍ରେ ଡିପୋଜିଟ୍ କରିବେ ଏବଂ ତା'ର ଆଉ ଗୋଟେ କପି ନେଇକି ଆପଣ ଯେଉଁ କଲେଜରେ ଏକ୍ଜାମ୍ ଦେଉଛନ୍ତି ସେଇ କଲେଜରେ ତା'ର ହାର୍ଡ଼ କପି ଡିପୋଜିଟ୍ କରିବେ। ଏଇଭଳି ଭାବରେ ଆପଣମାନଙ୍କର ଲାଷ୍ଟ ଡେଟ୍ ରହିଛି। ଲାଷ୍ଟ ଡେଟ୍ ସୁଦ୍ଧା ଆପଣମାନେ ତାହାକୁ ଡିପୋଜିଟ୍ କରିଦେବେ। ଯେଉଁମାନେ ଡିପୋଜିଟ୍ କରିବାରେ ହେଳା କରିବେ ବା ଡିପୋଜିଟ୍ ଠିକ୍ ସମୟରେ କରିପାରିବେ ନାହିଁ ତ ସେମାନେ ଏକ୍ଜାମ୍ ଦେଇପାରିବେ ନାହିଁ। ତେଣୁ ବି କେୟାରଫୁଲ୍, ସମସ୍ତେ ସଚେତନ ରୁହନ୍ତୁ ଏବଂ ଠିକ୍ ଭାବରେ ଲେଖିଦିଅନ୍ତୁ ଏବଂ ଯେଉଁମାନଙ୍କର ତା'ର ଆନ୍ସର୍ ଦରକାର ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। ରହୁଛି ଜୟ ଜଗନ୍ନାଥ, ମୋ ଦେଉତ୍କଳ ଜନ୍ମୀ। ସମସ୍ତେ ସାଙ୍ଗମାନଙ୍କ ସହିତ ବହୁତ ମଧ୍ୟ ସେୟାର କରନ୍ତୁ କାହିଁକିନା ସେମାନେ ମଧ୍ୟ ଉପକୃତ ହେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।